କ'ଣ ଆପଣଙ୍କ ସହିତ ବି ଏମିତି ଘରେ ଆଉ ଅଫିସରେ ବା କର୍ମକ୍ଷେତ୍ରରେ ହେଉଛି କି ଆପଣ କିଛି କହୁଛନ୍ତି ଅନ୍ୟମାନେ ତାକୁ ପୁରା ଫଲୋ କରୁନାହାନ୍ତି, ମାନେ ଆପଣଙ୍କୁ ଲାଗୁଛି ଆପଣଙ୍କର କଥାର ଓଜନଟି କମ୍ ହେଇଯାଇଛି ବା ଭ୍ୟାଲ୍ୟୁ କମ୍ ହେଇଯାଇଛି? ତାହେଲେ ପୁରା ଧ୍ୟାନ ଦେଇ ଶୁଣନ୍ତୁ। ଏଇଟା କେଉଁଠି ଆରମ୍ଭ ହେଉଛି ଜାଣିଛନ୍ତି? କାରଣ ଆମେ ଆମ ନିଜ କଥାର ଭ୍ୟାଲ୍ୟୁ ପୁରା ରଖୁନେ। ଯେତେବେଳେ ଆମେ ଆମ ନିଜ କଥାର ଭ୍ୟାଲ୍ୟୁ ରଖୁନେ, ଆମେ ଅନ୍ୟମାନଙ୍କଠୁ କେବେ ଆଶା ରଖିପାରିବାନି କି ସେମାନେ ଆମ କଥାର ଭ୍ୟାଲ୍ୟୁ ରଖିବେ। ତ ଆପଣ କହିବେ କେମିତି? ଆମେ କହୁଛେ କି କାଲି ସକାଳଠୁ 5ଟା ବେଳେ ଉଠିବି ଆଉ ଆଲାର୍ମଟି ଲଗାଇ ଦେଉଛେ। ସକାଳେ ଆଲାର୍ମ ବାଜୁଛି 5ଟା ବେଳେ, ଆମେ ତାକୁ ସ୍ନୁଜ୍ କରିଦେଉଛେ। 5:10, 5:15, 5:30 ଉଠୁନେ। ସେମିତି ଆମେ କହୁଛେ କାଲିଠୁ ଏକ୍ସରସାଇଜ କରିବି ପ୍ରତିଦିନ, ଜଙ୍କ ଫୁଡ୍ ଖାଇବିନି, କିନ୍ତୁ ଆମେ କରୁଛେ ନା। ଆମେ ଆମ ନିଜ କଥାର ଭ୍ୟାଲ୍ୟୁ ରଖୁନେ। ଯେତେବେଳେ ଆମେ ନିଜ କଥାଟା କହୁଛେ ରଖୁନେ, ଆମେ ୟୁନିଭର୍ସକୁ ସିଗ୍ନାଲ ଦଉଛେ କି ଆମ କଥାର ଓଜନ କମ୍, ଭ୍ୟାଲ୍ୟୁ କମ୍। ସେମିତି ଯେତେବେଳେ ଆମେ ଅନ୍ୟମାନଙ୍କୁ ଗୋଟେ କଥା କହୁଛେ କରିବା ପାଇଁ ବା କ'ଣଟା ଆଶା କରୁଛେ, ସେମାନେ ବି ଆମ କଥାର ସେତିକି ଭ୍ୟାଲ୍ୟୁ ଦିଅନ୍ତି ଯେତିକି ଆମେ ତାକୁ ଭ୍ୟାଲ୍ୟୁ ଦଉଛେ। ବୁଝିପାରୁଛନ୍ତି ତ ପଏଣ୍ଟଟି? ତ ଆଜିଠୁ ଯାହା କହିବେ ସେୟା କରନ୍ତୁ। 5ଟା ବେଳେ କହିକି 5ଟା ବେଳେ ନ ଉଠିବାଠୁ ଆରମ୍ଭ ମାନେ ଭଲ ହବ ଆପଣ 6ଟା କହିକି 6ଟାରେ ଉଠନ୍ତୁ। ଆଲାର୍ମ ବାଜିବ, ଉଠିବେ। ଜଙ୍କ ଫୁଡ୍ କେବେ ବି ଖାଇବିନି ସେୟା କହିବା ଅପେକ୍ଷା କୁହନ୍ତୁ କି ଜଙ୍କ ଫୁଡ୍ ଯଦି ମୁଁ ଖାଉଛି ବାହାରେ ସପ୍ତାହକୁ ଥରେ ଖାଇବି, ସେଇଟା ବେଟର। କିନ୍ତୁ ସେ କଥାଟାକୁ ରଖନ୍ତୁ। ଯାହା କରିପାରିବେ ସେୟା କୁହନ୍ତୁ। ଦେଖିବେ ଯେତେବେଳେ ଆପଣ ନିଜ କଥାଟି ରଖିବା ଆରମ୍ଭ କରିବେ, ଦେଖିବେ ଆପଣଙ୍କ କର୍ମକ୍ଷେତ୍ରରେ, ଆପଣଙ୍କ ଘରେ ଅନ୍ୟମାନେ କେମିତି ଆପଣଙ୍କ କଥାର ଭ୍ୟାଲ୍ୟୁ ରଖୁଛନ୍ତି।